ନବୀନ ବାବୁ ଆମର ଏମିତି ମୁଖ୍ୟମନ୍ତ୍ରୀ ଯେ ଏନ୍ତୁଡ଼ି ଠାରୁ ଶ୍ମଶାନ ଦୁଇ ପର୍ଯ୍ୟନ୍ତ ସବୁ ଲୋକଙ୍କ ପାଇଁ ଯୋଜନା କରିଛନ୍ତି, ପଇସା ଖୋଜିଛନ୍ତି। ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 76 ବର୍ଷ ପୁରୀ 77 ବର୍ଷ ଆଜିଠୁ ଚାଲିଲା। ଆଜି ତାଙ୍କର ଶୁଭ ଜନ୍ମଦିନ ଏବଂ ଏ ଶୁଭ ଜନ୍ମଦିନରେ ତାଙ୍କ ଦୀର୍ଘ ଜୀବନ ଏବଂ ନିରୋଗ ଜୀବନ କାମନା କରିବା ହେଉଛି ଆମ ସମସ୍ତଙ୍କର କାମ। ବିଗତ 25 ବର୍ଷ ଭିତରେ ନବୀନ ପଟ୍ଟନାୟକ ଓଡ଼ିଶାର ଜନଜୀବନ ସହିତ ଏମିତି ସାମିଲ ହୋଇଛନ୍ତି ଏବଂ ତାଙ୍କର ସେଇ ଯେଉଁ ପରିକଳ୍ପନା ସବୁ ବର୍ଗର ଜନସାଧାରଣ ପାଇଁ ତାଙ୍କର ଯେଉଁ ଆବେଗ, ମହିଳା ସଶକ୍ତିକରଣରେ ତାଙ୍କର ଯେଉଁ ସଫଳତା ଆଜି ଦୁନିଆ ଦାଣ୍ଡରେ ତାକୁ ଜଣେ ବଡ଼ ମଣିଷ କରିକି ଠିଆ କରିଛି। ଏଠି କରୋନା ହେଲା, ସାରା ଦୁନିଆ ଯେତେବେଳେ ଥରହର ହେଲା, କିନ୍ତୁ ଓଡ଼ିଶାରେ କରୋନା ପରିଚାଳନା କ୍ଷେତ୍ରରେ ନବୀନ ପଟ୍ଟନାୟକ ଯେଉଁଭଳି କୃତିତ୍ୱ ଦେଖେଇଲେ ତାକୁ ଜାତିସଂଘ ବି ପ୍ରଶଂସା କଲା ଏବଂ ବିଭିନ୍ନ କ୍ଷେତ୍ରରେ ବନ୍ୟା, ବାତ୍ୟା, ମରୁଡ଼ି ଯାହା ସବୁ ପ୍ରକୃତି ବିପର୍ଯ୍ୟୟ ଆସୁଛି ନବୀନ ପଟ୍ଟନାୟକ ତାକୁ ସଫଳତା ସହିତ ଏମିତି ପରିଚାଳନା କରୁଛନ୍ତି ଯେ ଯାହା ସେ ଘୋଷଣା କରିଛନ୍ତି ଶୂନ୍ୟ ମୃତ୍ୟୁ, ଯେ କେହି ଯେମିତି ନ ମରିବେ ଏବଂ ଛାତ୍ରମାନଙ୍କୁ ଆରମ୍ଭ କରି ଆଦିବାସୀମାନଙ୍କ ପର୍ଯ୍ୟନ୍ତ ସମସ୍ତ ପାଇଁ କଲ୍ୟାଣକାରକ ଯୋଜନା। ଆଜି ଗାଁରେ ସାଧାରଣ ଲୋକଙ୍କୁ ପଚାରିଲେ ସେ କହୁଛି ଯେ ନବୀନ ବାବୁ ଆମର ଏମିତି ମୁଖ୍ୟମନ୍ତ୍ରୀ ଯେ ଏନ୍ତୁଡ଼ି ଠାରୁ ଶ୍ମଶାନ ଦୁଇ ପର୍ଯ୍ୟନ୍ତ ସବୁ ଲୋକଙ୍କ ପାଇଁ ଯୋଜନା କରିଛନ୍ତି, ପଇସା ଖୋଜିଛନ୍ତି ଏବଂ ଖାଲି ଯୋଜନା କରୁଛୁ ନାହିଁ, ବିପୁଳ ଅର୍ଥ ବିଭାଗ କରୁଛନ୍ତି। ଗୋଟେ ଶବ୍ଦ ଯେତେବେଳେ ନବୀନ ବାବୁ ଆସିଲେ 2000 ମସିହାରେ ସେତେବେଳେ ଓଡ଼ିଶାର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିଲା, କିନ୍ତୁ ଆଜି ଆର୍ଥିକ ଦୃଷ୍ଟିରୁ ଓଡ଼ିଶା ଅତ୍ୟନ୍ତ ସ୍ୱଚ୍ଛଳ ହେଇଛି। ଆଜି ତାଙ୍କର ଶୁଭ ଜନ୍ମଦିନ। ଆଜି ଗୋଟେ ବଡ଼ ଅବଦାନ ସେ ଦେଇଛନ୍ତି ଯେ ପ୍ରାୟ 57,000 ଠିକା କର୍ମଚାରୀ 13 ମସିହା ଠାରୁ ଯେ ଠିକାରେ ରହିଥିଲେ ଆଜି ସେ 57 ଜଣ କର୍ମଚାରୀଙ୍କୁ ଆଜି ସ୍ଥାୟୀ କର୍ମଚାରୀ ଭାବରେ ଘୋଷଣା କଲେ। ବାର୍ଷିକ ପ୍ରାୟ 1300 କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ସେଇଭଳି ଭାବରେ ବିଭିନ୍ନ କ୍ଷେତ୍ରରେ ଆପଣ ଚିନ୍ତା କରନ୍ତୁ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଏବେ କର୍କଟ ରୋଗ ପାଇଁ କେନ୍ଦ୍ର ସରକାରଙ୍କ ସହାୟତାରେ ଯେଉଁ ଅନୁଷ୍ଠାନ କରିବାକୁ ଯାଉଛନ୍ତି ତା ବୋଧେ ଭାରତବର୍ଷରେ ଯେମିତି ଟାଟା ମେମୋରିଆଲ ହସ୍ପିଟାଲ ବମ୍ବେରେ ହେଇଛି, ଇଏ ତାଠୁ ଆହୁରି ଭଲ ହେବ। ମେଡ଼ିକାଲ କଲେଜ ମାନଙ୍କରେ ସେଇଭଳି ନୂଆ ନୂଆ ପଦ ସୃଷ୍ଟି କରିବା, ଚିକିତ୍ସା ସୁବିଧା କରାଇବା କରିଛନ୍ତି ଏବଂ ସମସ୍ତଙ୍କୁ ହେଲ୍ଥ କାର୍ଡ଼ ଦିଆହେଉଛି, ବିଜୁ ସ୍ୱାସ୍ଥ୍ୟ ଯୋଜନା, ବିଜୁ ପକ୍କା ଘର, ଗରିବ ଲୋକ ଯେଉଁମାନଙ୍କର ବାସଗୃହ ନାହିଁ ତାକୁ ଘର ଯୋଗାଇ ଦିଆଯାଉଛି। ଅନେକ କାମ କୃଷି କ୍ଷେତ୍ରରେ ସବୁ କ୍ଷେତ୍ରରେ ଯେମିତି ପରିବ୍ୟବସ୍ଥା କରିଛନ୍ତି ଏବଂ ତା ସାଙ୍ଗେ ସାଙ୍ଗେ ତାଙ୍କର ଆଚରଣ, ତାଙ୍କର ଉଚ୍ଚାରଣ, ତାଙ୍କର ବ୍ୟବହାର, ତାଙ୍କର ସରଳ ଜୀବନ ଲୋକମାନଙ୍କୁ ଆପ୍ୟାୟିତ କରୁଛି। ଆଜି ଓଡ଼ିଶାର 4 କୋଟି ଲୋକଙ୍କର ସେ ହେଉଛନ୍ତି ସର୍ବମାନ୍ୟ ନେତା। ଈଶ୍ୱର କରନ୍ତୁ, ତାକୁ ଦୀର୍ଘଜୀବୀ କରନ୍ତୁ ଏବଂ ଓଡ଼ିଶାବାସୀଙ୍କୁ ସେ ଏମିତି ସେବା ଦେଇ ଚାଲୁଥାନ୍ତୁ। ନିଜ ଘରକୁ କ୍ଲିନ୍ କିମ୍ବା ହାଇଜିନ୍ ରଖିବା ପାଇଁ କିଣନ୍ତୁ ହାଇଜିନ୍ ପ୍ରୋ। ହାଇଜିନ୍ ରଖିବାରେ ହାଇଏଷ୍ଟ ଟ୍ରଷ୍ଟେଡ୍ ବ୍ରାଣ୍ଡ। For business inquiry, contact 7873 456 786.